ରୁବି ନୀଲମଙ୍କ ରୁମକୁ ଆସି କହିବେ, ଏ ଘରେ ଯଦି ମୋ କଥାରେ ସବୁ ହଉଥାନ୍ତା ତାହେଲେ ଏତେବେଳକୁ ସେ ମମତାର ତଣ୍ଟି ଚିପି ମାରି ସାରନ୍ତିଣି। ତାପରେ ନୀଲମ କହିବେ, ମୋ ମୁଡ୍ ଏବେ ଭଲ ଅଛି ମାମା। ଏସବୁ ବେକାର କଥାବାର୍ତ୍ତା କରି ମୋ ମୁଡ୍ ବିଲକୁଲ ବି ଅଫ୍ କରନି। ତାପରେ ରୁବି କହିବେ, କ'ଣ କହିଲୁ? ମୁଁ ବେକାର କଥାବାର୍ତ୍ତା କରୁଛି? ତୁ ଜାଣିଛୁ ଏ ଘରେ ସେ ମମତା କ'ଣ କରୁଛି? ମୁଁ ମାୟାଙ୍କୁ ଆଦର୍ଶ ବିରୋଧରେ କହିଲା ବେଳେ ମାୟା ସାମ୍ନାରେ ସେ ମୋତେ ନାଲି ଆଖି ଦେଖେଇ ମୋତେ ଇନସଲ୍ଟ କରୁଛି। ଆଉ ମୋର ଏତେ ଦୁର୍ଭାଗ୍ୟ ଯେ ମାୟା ସବୁ ଦେଖି ଶୁଣି କିଛି ବି କହିଲାନି ତାକୁ। ତାପରେ ନୀଲମ ରାଗିକି କହିବେ, ହ୍ୱାଟ୍ ଦ ହେଲ୍ ମାମା, ତମେ କାହିଁକି ମାୟା ଆଣ୍ଟିଙ୍କ ଆଗରେ ଆଦର୍ଶ ବିରୁଦ୍ଧରେ କହୁଛ? ତମକୁ ତା ପାଇଁ କାହିଁକି ଏତେ ଚିନ୍ତା ପଡ଼ୁଛି? ମୁଁ ତମକୁ କହିଥିଲି ନା ତମେ ସବୁବେଳେ ନିଜ କାମରେ ଧ୍ୟାନ ରଖ। ଯାହା କରିବାର ଅଛି ଚୁପଚାପ କର ମାମା। ଆମକୁ ଏ ଘରେ ଟିକେ ଅଏସ୍ ଆରାମ ଆଉ ଶାନ୍ତି ଦରକାର। ତାପରେ ରୁବି ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ପୁଣି ନୀଲମ କହିବେ, ତମେ ତା ନ କରି ଏସବୁ ପଛରେ କାହିଁକି ପଡ଼ିଛ? ମଣିଷ କୁଆଡ଼େ ଗୋଟେ ଯିବାକୁ ବାହାରିଲା ବେଳକୁ ପୁରା ମୁଡ୍ ଖରାପ କରିଦେଉଛ। ତାପରେ ରୁବି କହିବେ, କୁଆଡ଼େ ଯିବାକୁ ବାହାରିଛୁ ତୁ? ତାପରେ ନୀଲମ କହିବେ, କ୍ଲବ୍ ଯିବାକୁ ବାହାରିଛି ମୁଁ। ସେଠି ପାର୍ଟି ଅଛି। ତାପରେ ରୁବି ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ଆଉ ଏପଟେ ପଲ୍ଲବୀ ଚିତ୍ତ ଅଙ୍କଲଙ୍କୁ କହିବେ, ଚିତ୍ତ ଅଙ୍କଲ, ମୋତେ ଏବେ ଶମ୍ଭୁ ନାୟକକୁ ଖୋଜିବାକୁ ଯିବାକୁ ପଡ଼ିବ। ମୋର ଆଉ ଡେରି କରିବା ଉଚିତ ନୁହେଁ। ତାପରେ ଚିତ୍ତ ଅଙ୍କଲ କହିବେ, ଏବେ ଯିବା କ'ଣ ନିହାତି ଦରକାର ମ୍ୟାଡାମ? ତାପରେ ପଲ୍ଲବୀ କହିବେ, ହଁ, ତାର ଫୋନ କଲ୍ ରେକର୍ଡ ତ ସବୁ ମିଳିଗଲା, ଏମିତିକି ତା ଆଡ୍ରେସ୍ ବି। ସୋ ଯେତେ ଶୀଘ୍ର ତା ସହିତ ଦେଖା ହେବ ସେତେ ଶୀଘ୍ର ମୋ ବାବାଙ୍କ ବିଷୟରେ କ'ଣ ଜାଣିଛି ମୋତେ ଜଣାପଡ଼ିଯିବ। ନହେଲେ କାଲେ ଯଦି ସେ ଲୋକ ମୋ ହାତରୁ ଖସିଯିବ ତାହେଲେ ତା ସହିତ ମୋର କେବେ ଦେଖା ହେବ ସେ ସବୁର କିଛି ଠିକ୍ ଠିକଣା ନାହିଁ। ତାପରେ ଚିତ୍ତ ଅଙ୍କଲ କହିବେ, ଦେଖନ୍ତୁ ମ୍ୟାଡାମ, ସିଧାସଳଖ ଯାଇ ତା ସହିତ ଦେଖା କରିବା ଅପେକ୍ଷା ତାକୁ ଫୋନ କିମ୍ବା ମେସେଜ କରି ଡାକି ଦେଉନାହାନ୍ତି। ତାପରେ ପଲ୍ଲବୀ କହିବେ, ଜଣା ନାହିଁ ଅଙ୍କଲ, କାହିଁକି କେଜାଣି ମୋତେ ତାଙ୍କୁ ଫୋନ କି ମେସେଜ କରିବା ପାଇଁ ଜମା ସେଫ୍ ଲାଗୁନି। କିଏ ଜାଣେ, ହୁଏତ ତାଙ୍କ ଫୋନ କିଏ ଟ୍ରାକ୍ କରିଥାଇପାରେ। ତା ଛଡ଼ା କିଏ ଜାଣିଛି ଆଦର୍ଶଙ୍କ ଏ ହରକତ ଯୋଗୁଁ ସେ ଯଦି ରାଗରେ ମୋ ସହିତ ଦେଖା ହେବା ପାଇଁ ରାଜି ନ ହୁଅନ୍ତି, ଆଉ ଯଦି ସତକୁ ସତ ସେଇଆ ହୁଏ ତାହେଲେ ମୋ ବାପାଙ୍କ ବିଷୟରେ ସେ ରହସ୍ୟ ଆଉ କେବେ ବି ଜାଣିପାରିବିନି। ତାପରେ ଚିତ୍ତ ଅଙ୍କଲ କହିବେ, କିନ୍ତୁ ମ୍ୟାଡାମ, ଆପଣ ସେ ଲୋକ ପାଖକୁ ଏକୁଟିଆ ଯିବାଟା ମୋତେ କାହିଁ ଠିକ୍ ଲାଗୁନି। ଆପଣ ଯଦି କହିବେ ତାହେଲେ। ତାପରେ ପଲ୍ଲବୀ କହିବେ, ନାଇଁ ଚିତ୍ତ ଅଙ୍କଲ, ମୁଁ ଆପଣଙ୍କୁ ସାଙ୍ଗରେ ନେଇ ଏଠି ପୋଲିସ ଷ୍ଟେସନରେ କୌଣସି ଇସ୍ୟୁ କ୍ରିଏଟ୍ କରିବା ପାଇଁ ଜମାରୁ ଚାହୁଁନି। ତା ସାଙ୍ଗକୁ ପୁଣି ସିଏ ଯଦି ଆପଣଙ୍କୁ ମୋ ସାଙ୍ଗରେ ଦେଖେ ତାହେଲେ ସେ ଯଦି ପ୍ରକୃତ ସତ ମୋତେ ଖୋଲିକି ନ କହିବ। ତାପରେ ଚିତ୍ତ ଅଙ୍କଲ କହିବେ, ହଁ, ଏଇଟା ବି ସତ କଥା। ତାହେଲେ ପ୍ରଥମେ ଆପଣ ଡ୍ରଗ୍ସ କେସ୍ ରିପୋର୍ଟଟା ଲେଖିଦିଅନ୍ତୁ, ତାପରେ ଚାଲିଯିବେ। ତ ଦର୍ଶକ ବନ୍ଧୁ, ଏବେ କ'ଣ ହେବ? ପଲ୍ଲବୀ କ'ଣ ସେ ଶମ୍ଭୁ ପାଖରୁ ତାଙ୍କ ବାପାଙ୍କର ସବୁ ରହସ୍ୟ ଜାଣିପାରିବେ କି? ଯଦି ହଁ, ତାହେଲେ ଆମକୁ କମେଣ୍ଟ ମାଧ୍ୟମରେ ୟେସ୍ ଓର୍ ନୋ ଲେଖି ଜଣାନ୍ତୁ।